सांग मैंने आमर राली आरंभ हो गला देखु माँ मैंने भी आसंती देखु पचकानी दारिमबाड़ी राली बर्तमान आरंभ होगा सांग मैंने आमर दारिमबाड़ी देखी पारे आपण मानक मझे मझे देखे भी राली कर मनोवादी द्वारा एमाने आसामीर व्यवहार पाती आसामीर व्यवहार द्वारा से कलर धरी पुलिस उपस्थिति आपको शांति कमिटी जारी समाधान करने डाकी सी आसी कौन कौन शांतनाम को शांति कमिटी को मरवा अपेक्षा गोटे दिन बाघ भाया मरबू अत्याचार सहब नहीं से पांचटा लोक किए से पांचटा लोक जगह पर आसी पूजा स्थल को दखल करेंगे आपण कौ भाई साहय केस दायर करू तार से बाट आमको बाबा साहेब डॉक्टर भीमराव अम्बेडकर शिखे आपण जानते केस फाइल जदि गोटे एससी लोक केस फाइल करे भाई मैंने शुणुव जदि केस फाइल करने आम पैसा दरकार नहीं कि आमर वकिल वकिल सरकार नियोजित करदि आम केस जितवा आम समस्त खर्च सरकार आमको देवे खर्च ना हाइकोर्ट को दौड़े प्रत्येक दिन पाइबा केस करिया को भय करबो नहीं जे हमको एते आईआईसी होजंती मुखिया तुमको जे रे पते कहबो घर मुखिया को जणाइबो लिखित आकार रे कहबा आज्ञा केस करंतु मु ताको किछि कहिनी से मते सर्वसाधारण रे समस्त आगे रे आदिवासी छोट लोक तते छुइले छुआ तू एते कोन पूजा करबू ये ठाकुर आमर तमे सळा दलित कर कोन ठाकुर आदिवासी कर कोन ठाकुर एरो ठाकुर पूजिबार केवल आमर अधिकार अछि ए भली मंतव्य से तुमको दउचती से दिनर कथा मन अछि मु प्रेजेंट अछि आईआईसी प्रेजेंट अछंती पुलिस कर्मचारी केते अछंती गोटे पिला से कहीदे गला जे डिसेम्बर 25 रे आमे प्रति चर्च रे बसी फादर को हत्या करू मर्डर करू
ତମ ମହାଭଉଣୀଙ୍କର ଇଜ୍ଜତ ନବୁ, ତମକୁ ଡିସେମ୍ବର 25 କରେଇଦେବୁ ନାହିଁ। ଏ ଭିଡିଓ କ୍ଲିପ୍ ମଧ୍ୟ ଆମେ ହାଇକୋର୍ଟରେ ଦେଖେଇଛୁ। ତାପରେ ମଧ୍ୟ ହାଇକୋର୍ଟର ଜଜ୍ ପଚାରିଲେ କଣ ଚାହୁଁଛ ତମେ, ସିଆଲିପରେ କେସ୍ କରିବ ନା ସ୍ଥାନରେ ଶାନ୍ତି ଆଣିବ? ଆମେ ଶାନ୍ତି ବାପର ଛୁଆ, ଆମେ ଅଶାନ୍ତି ବାପର ଛୁଆ ନୁହଁ, ଆମେ ଶାନ୍ତି ବାପର ଛୁଆ। ଯୋଉ କହିଲେ ମାନ୍ୟବର ସେ ଜାଗାରେ ଶାନ୍ତି ପ୍ରତିଷ୍ଠା କରାଯାଉ। ଅର୍ଡର ଜେରକ୍ସ କପି ଖଣ୍ଡେ ମୁଁ ଦେବି। ଯଦି ସେ ଜାଗାକୁ ନେଇ ଭବିଷ୍ୟତରେ ଗଣ୍ଡଗୋଳ ହୁଏ, ଏମାନଙ୍କର ପ୍ରୋତ୍ସାହନରେ ସେ ଲୋକ ସେଠି ଦାଦାଗିରି କରୁଛନ୍ତି। ସେ ଲୋକର ବାପର ଠିକଣା କୋଉଠି ଦେଖନ୍ତୁ, ସେ ଲୋକର ଜେଜର ଠିକଣା କୋଉଠି ଦେଖନ୍ତୁ। ସେ ଜାଗାକୁ ଯିବାକୁ ତାର ଅଧିକାର ଅଛି କି ନାହିଁ ସେଇଟା ପ୍ରଥମେ ଦେଖନ୍ତୁ, ତାପରେ ଯାଇ ବାରମ୍ବାର ଡାକି ଭାଷା କହିବନି। ଆମେ ଶିକ୍ଷିତ ଘରର ଛୁଆ, ସେମାନେ ହଉଛନ୍ତି ସ୍ୱାକ୍ଷରତା ଘରର ଛୁଆ। ଆମ ବାପା ହଉଛି ଶିକ୍ଷିତ, ସେ ସମ୍ବିଧାନ ଲେଖିଛି ଯିଏ ଏଭଳି କାମ କରୁଛି ସେ ଶିକ୍ଷିତ ହୋଇ ଚାକିରି କରୁଛି ସତ, କିନ୍ତୁ ସିଏ ହଉଛି ସ୍ୱାକ୍ଷରତା। ସରକାର କରିଛନ୍ତି ସ୍ୱାକ୍ଷରତା ଅଭିଯାନ, ସେଇ ଅଭିଯାନରେ ଦସ୍ତଖତ ଟିକେ ଶିଖି କୁକୁଡ଼ା ଚୋରି କରି ଲାଞ୍ଚ ଲୁଚା ଦେଇ ଚାକିରି କରୁଛନ୍ତି। ଆମେ ହଉଛି ଶିକ୍ଷିତ ଘରର ଛୁଆ, ତେଣୁ ଅଭାଷା ଏଠି କହିବନି। ପୋଲିସ ଆମକୁ ସୁରକ୍ଷା ଦବ, ଆମେ ତାଙ୍କଠୁ ସୁରକ୍ଷା ମାଗିବା, ସମ୍ମାନ ଦବା, ହାତ ଯୋଡିକି ନ୍ୟାୟ ମାଗିବା। ଆମେ ହଉଛି ଶାନ୍ତି ଘରର ଛୁଆ, ଆଉ ସେମାନେ ହଉଛନ୍ତି ଅଶାନ୍ତି ଘରର ଛୁଆ, ଯିଏ କଳି କରୁଛନ୍ତି। ତେଣୁ ଆମେ ଆଜି ସପ୍ତାହଙ୍କ ମାଧ୍ୟମରେ ଯୋଉ ଦାବି ପତ୍ର ଦେବାର ଅଛି ମାନ୍ୟବର ରାଜ୍ୟପାଳଙ୍କୁ, ଦାରିଙ୍ଗବାଡ଼ି ଘାଟିରେ ଠିଆ ହେଇ ଟକ୍କର ଦଉଛି। ଯଦି ଯୋଉଠୁ କ୍ଷୀର ପିଇଛୁ ତାର ମନ କୋଉଠି ହାତ ଲଗେଇ ଦେଖା, ଦେଖିବୁ ଓଡିଶା ହୁଲୁତୁଲୁ ହବ। କାଲି ଯେମିତି ଲୋଅର ପିଏମି ହୁଲୁତୁଲୁ ହଉଥିଲା, କାଲି ଯେମିତି ଲୋଅର ପିଏମି ହୁଲୁତୁଲୁ ହଉଥିଲା, 3000 ଯୁବକ ଲାଠି ଧରି ଠିଆ ହେଇଥିଲେ, ସେଇଭଳି ଭାବରେ ଦାରିଙ୍ଗବାଡ଼ିରେ ମଧ୍ୟ ସେହି ପରିସ୍ଥିତି ସୃଷ୍ଟି ହବ। ମୃତ୍ୟୁକୁ ଭୟ ନାହିଁ, କି ପୋଲିସର ଗୁଳିକୁ ଭୟ ନାହିଁ, କି ତାଙ୍କ ଧମକକୁ ଭୟ ନାହିଁ, କି ତାଙ୍କ ଲାଠିକି ଭୟ ନାହିଁ, କି ସେମାନଙ୍କ ଖଣ୍ଡା ତୋଡ଼ର ବୁଝାଣିକି ଭୟ ନାହିଁ। ନ୍ୟାୟ ସେମାନେ ସେଟାକୁ ଯିବା ଉଚିତ କି ନ୍ୟାୟ ଆମର କର୍ତ୍ତବ୍ୟ। ମୁଁ ଏତିକି କହି ମୋର ବକ୍ତବ୍ୟ ସାର କରୁଛି। ଆମ ଗହଣ ଅଛନ୍ତି ଆମ ସଂଗଠନର କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ନାୟକ, ତାପରେ ମଧ୍ୟ ଦୟାନିଧି ମଲ୍ଲିକ ଭାଇ ଅଛନ୍ତି। ତା ଭିତରେ ମୁଁ ପୋଲିସ ଭାଇକୁ ଅନୁରୋଧ କରୁଛି, ଲୋକମାନେ ଭୋକରେ କାତିଲେଣି, ଅଲରେଡି ସେମାନଙ୍କୁ ରାଗିକି ତର୍ତ୍ତରେଲେଣି, କଣ ଗୋଟେ କରିଦେବେ। ତା ପୂର୍ବରୁ ଶାନ୍ତିରେ ତମେ ସକାଳୁ ଡାକିକି ଅଣ୍ଡା ନେଇଯାଅ, ପିଲାମାନଙ୍କୁ ଭୋକ ହେଲାଣି। ତେଣୁ ସେମାନେ ମାନେ ଅଲରେଡି ସମସ୍ତଙ୍କୁ ମୋ ଗୁଣ ହେଇଥିଲେଣି, ଭୋକରେ ସବୁ କେମିତି ହଉଛନ୍ତି ଦେଖନ୍ତୁ। ଟିକେ ସମୟ ଗ୍ରାମ ସଭାରେ ଏଠି ସର୍ଭେ ସଭା, ଗ୍ରାମ ସଭାରେ କୌଣସି ଲୋକଙ୍କୁ ଜମି ଦେବାର ପ୍ରୋଭିଜନ ନାହିଁ। ଆର୍ଟିକଲ 1905 ଏଠି ଭାଇଲେଟ କରାଯାଉଛି, ଏଠି ମରାଯାଉ ନାହିଁ, ମାନୁନାହାନ୍ତି ଏଠି ଏଠାକାର ପ୍ରଶାସନ। ଆର୍ଟିକଲ 284 ଧାରା ପଞ୍ଚମ ଅନୁସୂଚୀ କଣ କହୁଛି, ଏଇଟାକୁ ଭାଇଲେଟ କରାଯାଉଛି ଏଠାକାର ପ୍ରଶାସନ ଦ୍ୱାରା। ତେଣୁ ପରବର୍ତ୍ତୀ ସମୟରେ ଜାଣି ରଖିବା ଯୋଉମାନେ ତାଙ୍କ ଥାନାକୁ ତାଙ୍କ ପାଖକୁ ଯାଉଛନ୍ତି ନିଶ୍ଚିତ ଭାବରେ ଭଦ୍ର ଲୋକ, ଯୋଉମାନଙ୍କୁ ନେଇ ସେ ଯୋଉ ପୂଜା କରିକି ଗଣ୍ଡଗୋଳ ଅଛି, ଏ ଜଙ୍ଗଲ ଜମି ଏବଂ ସରକାରୀ ଯୋଜନା ଉପରେ କାଟିତୁଣ୍ଡ ହେଉଛି, ଯାହା ଆପଣଙ୍କ ମାଧ୍ୟମରେ 2-3 ଥର ଲେଖେ ସମାଧାନ ମଧ୍ୟ କରାଯାଇଛି। ସମାଧାନରେ ମଧ୍ୟ ଆପଣଙ୍କୁ କୋଉପଟେ କରାଯାଇଛି। ତେଣୁ ଗୋଟେ ପକ୍ଷ ବଜାର ଉପରେ ସନ୍ଧ୍ୟା ସମୟରେ ସେଦିନ ମୁଁ ଦାରିଙ୍ଗବାଡ଼ି ପ୍ରେଜେଣ୍ଟ ଥିଲି ଯେ ଏଭଳି ମନ୍ତବ୍ୟ ଦେବା ଯେ ଆମେ ଚର୍ଚ୍ଚରେ ପଶିଯିବୁ, ଘରେ ପଶିଯିବୁ, ମା ମାନଙ୍କ ଇଜ୍ଜତ ନବୁ, ଗାଡେଇ ପକେଇବୁ, ହତ୍ୟା କରିଦେବୁ, ମର୍ଡର କରିଦେବୁ, ସେଭଳିଆ ଭାଷା ଏମାନେ କହିନାହାନ୍ତି। ସେମାନେ ଭିଡିଓ କ୍ଲିପ୍ ଆପଣ ଅଛି କଲର ବି ଧରା ଧରେଇଛନ୍ତି। ପୋଲିସ ଭାଇମାନେ ଆପଣଙ୍କର ଡାକିଲେ, ମତେ ଜଣେ ଏସ୍ଆଇ ଯାଇଥିଲେ ସେ ଉପରକୁ, ମୁଁ ମଧ୍ୟ କହିଲି ନାହିଁ, ପୋଲିସକୁ ତହସିଲଦାରକୁ ସହଯୋଗ କର, ସେ କଣ ଆପଣଙ୍କୁ ନ୍ୟାୟ କରୁଛନ୍ତି ଦେଖ। ସେ ନ୍ୟାୟ ଆପଣ ଯାହା ଦେଲେ ରାଜି ହେଲେ, କିନ୍ତୁ ତାପରେ ସେମାନେ ଆଉ ଗୋଟେ ଏଫଆଇଆର ମଧ୍ୟ ହେଇଥିଲା, ଯାହା ସେମାନେ ମାନେ ତାଙ୍କର ଯୋଉ ଉଗ୍ରରୂପଟାକୁ ବାରମ୍ବାର ଦେଖିବାକୁ ଚେଷ୍ଟା କଲେ। ତେଣୁ ଆମେ ଆପଣଙ୍କୁ ରିକ୍ୱେଷ୍ଟ କରୁଛୁ, ଯୋଉମାନେ ସେ ଜାଗାକୁ ଯାଇ ଗଣ୍ଡଗୋଳ କରୁଛନ୍ତି, ବିନମ୍ର ନିବେଦନ, ହାତ ଯୋଡିକି ଯୋଉ 500 ଲୋକ ଅଛନ୍ତି, 500 ଲୋକଙ୍କ ତରଫରୁ ହାତ ଯୋଡି ମୁଁ ନିବେଦନ କରୁଛି,
ତାର ପୂର୍ବଜ ମାନଙ୍କର ଠିକଣାଟା ତଦନ୍ତ କରାଯାଉ। ସେମାନେ ସ୍ଥାୟୀ ବାସିନ୍ଦା ନା ବାହାରୁ ଆସିଛନ୍ତି, ଏମାନେ ସ୍ଥାୟୀ ବାସିନ୍ଦା ନା ଏମାନେ ବାହାରୁ ଅଛନ୍ତି। ଯଦି ଏମାନେ ହଜାର ହଜାର ବର୍ଷ କି ଶହ ଶହ ବର୍ଷ ଧରିକି ଅଛନ୍ତି, ଏଠିକାର ସରକାରକୁ ଭୋଟ ଦେଇଛନ୍ତି, ଆପଣଙ୍କୁ 5 ମୁଣ୍ଡିଆ ପକେଇଛନ୍ତି, IIC କୁ 5 ନମସ୍କାର ପକେଇଛନ୍ତି ଏବଂ ତାକୁ ଆଧାର କାର୍ଡ ଦିଆଯାଇଛି, ତାଙ୍କ ଘରକୁ ବିଜୁଳି ସଂଯୋଗ କରାଯାଇଛି ଏବଂ ତାଙ୍କୁ ପ୍ୟାନ କାର୍ଡ ସରକାର ଯୋଗାଇ ଦେଇଛନ୍ତି। ଯଦି ପ୍ରମାଣ ଏଥିରୁ ହବ ଯେ ଏମାନେ ହଉଛନ୍ତି ସ୍ଥାୟୀ ବାସିନ୍ଦା, ସେମାନେ ବାହାରୁ ଆସି ଏଠି ଜମିରେ ଭରି ଏଇ ଯୋଉ ଜଙ୍ଗଲ ଜମିର ମାଲିକ ଆଦିବାସୀ ଲୋକ, ଏ ଆଦିବାସୀ ଲୋକଙ୍କ ଜମି ଲୋଭରେ ସେମାନେ ପଶି ଆସିଛନ୍ତି। ଏମାନେ ମୂର୍ଖ ଭାବିଲେ ଆପଣ ଗୋଟେ ଅର୍ଡରଟେ ମୁଁ ତା 4 ବର୍ଷ ପୂର୍ବରୁ ଦଉଛି, ଏ ଅର୍ଡରଟା ଦିଅନ୍ତୁ। ଏଇଟା SP କି ଡାଇରେକ୍ସନ ହେଇଛି ସେ ପ୍ଲଟ ଉପରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ। SP କଲେ ତାଙ୍କ ନାଁରେ କେସ୍ କଲେ, ଜଜ କଲେ ତାଙ୍କ ନାଁରେ କେସ୍ କଲେ, ଜାଗାରେ ଗଣ୍ଡଗୋଳ ବଢିବ, ଆମକୁ ଜାଗା ଗଣ୍ଡଗୋଳ ବଢିଆ ଦରକାର, ଶାନ୍ତି କେମିତି ପ୍ରତିଷ୍ଠା ହବ ନା ଆମେ SP କି ଡାଇରେକ୍ସନ କରୁଛୁ। ସେଠି ଶାନ୍ତି ପ୍ରତିଷ୍ଠାର ଯେତେ ପୋଲିସ ଉଚ୍ଚ ଅଫିସରକୁ ନିର୍ଦ୍ଦେଶ ହଉଛି ତାର ଏବଂ ହାଇକୋର୍ଟ ଇନଡାଇରେକ୍ଟଲି ୟାକୁ ସିଧା ନ ଦେଖେଇକି ଏମିତି ବୁଲେଇକି ଦେଖଉଛନ୍ତି। ଆପଣ ବୁଝିପାରୁଥିବେ ଯେ ହାଇକୋର୍ଟ କାହାକୁ ଦୋଷୀ ବୋଲି ନିର୍ଦ୍ଦେଶ କରୁଛନ୍ତି। ତେଣୁ ସେ ଜାଗାରେ ଯେମିତି ପାଟୁଙ୍ଗ ନ ହବ, ଏରିଆରେ ଶାନ୍ତି ରହୁ। ତାପରେ ଦ୍ୱିତୀୟ କଥା ହେଲା ଏ ଜଙ୍ଗଲ ଜମିକୁ ଲୁଟ୍ କରିବା ପାଇଁ ଯୋଜନା ଚାଲିଛି। ଆଉ ସରକାରୀ ସଂସ୍ଥା ଯୋଉ ନୂଆ ନୂଆ ଗଢି ଉଠୁଛି, ଆଦିବାସୀ ଲୋକଙ୍କୁ ସେଥିରୁ ବଞ୍ଚିତ ରଖାଯାଉଛି। ତେଣୁ ଏଭଳି ଯୋଉ ଏଠି ଘଟୁଛି ଆପଣ ଥିବା ଅବସ୍ଥାରେ ଆମେ ଆପଣଙ୍କୁ ଅବଗତି କରାଯାଉଛି, ଏଗୁଡ଼ା ସବୁ ଠିକ ନୁହେଁ। କଥାର ଅଛି ଯୋଉ ଜମି ସରକାରୀ ଓ ଜମି ହମାରୀ। ଆଦିବାସୀ ଲୋକଙ୍କ ଏଇ ଗଛଲତା ପାଇଁ ଯେ ସୁରକ୍ଷା ଦେଇଛି ସେ ତାଙ୍କ ଲୋକ ନୁହଁ, ଏମାନେ ସୁରକ୍ଷା ଦେଇଛନ୍ତି। ଏଠିକାର ପଶୁ ପକ୍ଷୀ ଏମାନେ ଏ ମାଟି ପାଇଁ ମୂଳ ନିବାସୀ ଲୋକ, ଏମାନେ ଏ ମାଟି ପାଇଁ କେତେ ମାନେ ଦରକାର ଆଉ ନିଜର ସେମାନେ ଯିଏ ଲୁଟିବା ପାଇଁ ଆସିଛନ୍ତି। ଆପଣ ଜାଣିଛନ୍ତି ମୁଁ ଆଜି ପୁରୀରୁ ଆଜ୍ଞା 50 କିଲୋ ଡାଲି ଆଣିଛି। କାହିଁକି କହିଲେ ଡାଲି କିଲୋଟି 190 ଟଙ୍କା, ପୁରୀରେ ଆମର 125 ଟଙ୍କା ହେଲା। 5 ଟଙ୍କା ଜିନିଷକୁ 25 ଟଙ୍କାରେ ବିକୁଛନ୍ତି। ଏଇଟା ବି ଧ୍ୟାନ ଦେବେ, କାହିଁକିନା ଏମାନେ ଖଟିଆ ଲୋକ। ଏମାନେ କୋଉଠୁ ତାଙ୍କ ଭଳିଆ କଳା ଟଙ୍କା ଆଣୁନାହାନ୍ତି କି ଓମ୍ ସୁହା କହିକି ପଇସା ଆଣୁନାହାନ୍ତି। ସୁହା ତ ମୋର ଓମ୍ ବିଷ୍ଣୁ ସୁହା, ବିଷ୍ଣୁ କହିଥିଲେ ମୋର ଅପନାରେ। ତେଣୁ ସେମିତି ଠକିଏ କୋଉଠୁ ପଇସା ଆଣୁନାହାନ୍ତି। ତେଣୁ ସିଏ ଠକିକି ଦିନ ମଜୁରିଆ ଭାବେ ପଇସା ଆଣୁଛନ୍ତି। ତେଣୁ ଏଭଳି ଜିନିଷ ସେ କିଣିପାରିବେ। ତେଣୁ ଏ ଜିନିଷ ଉପରେ ମଧ୍ୟ ସରକାରଙ୍କର ଆଇନ ଅଛି, ସମ୍ବିଧାନ ଆଇନ ଅଛି। ଯିଏ ଗରିବ ଲୋକଙ୍କୁ ଲୁଟୁଛି ସିଏ ବି ଦେଶଦ୍ରୋହୀ ଏବଂ ତାକୁ ମଧ୍ୟ ଗିରଫ କରିହବ। ତେଣୁ ଆମେ ବର୍ତ୍ତମାନ ଦାବିପତ୍ର ଦଉଛୁ। ଆପଣ ଏହାପରେ ନିହାତି ଭାବରେ ଗୋଟେ ବିହିତ ପଦକ୍ଷେପ ନେବେ। ଟିକେ କଣ ଲୋକମାନଙ୍କୁ ସାନ୍ତ୍ୱନାମୂଳକ କଥା କହିବେ ଟିକେ କହିଦିଅନ୍ତୁ, ଦାୟିତ୍ୱ ଦିଅନ୍ତୁ। ତେଣୁ ଆଗକୁ ଯଦି କିଛି ଏମିତି ଆପଣଙ୍କ କିଛି ଆସେ ଆମ ନଜରକୁ ଆସେ ଆଣନ୍ତି କିମ୍ବା ଆମ ପୋଲିସ ନଜରକୁ ଆଣନ୍ତି, ସେଇ ହିସାବରେ ଆମେ କାର୍ଯ୍ୟ ନିଆଯିବ। ବହୁତ ବହୁତ ଧନ୍ୟବାଦ। ଆମେ ସାର୍ ଆପଣ ଆଉ IIC ଏ ଅଞ୍ଚଳର ଶାନ୍ତି ରକ୍ଷା କରୁଛନ୍ତି, ବାରମ୍ବାର ଉଦ୍ୟୋଗକୁ କାଟି କମ୍ପ୍ରମାଇଜ କରୁଛନ୍ତି। କିନ୍ତୁ କମ୍ପ୍ରମାଇଜ ଥରେ ହୁଏ ଆଜ୍ଞା, 2 ଥର ହୁଏ, 3 ଥର ହୁଏ, 4 ଥର, 4 ଥର ବେଳକୁ ଆକ୍ସନ ନିଆଯାଏ ହେଲା ମୌଖିକ। ତାପରେ ଆପଣ ଗୋଟେ ଭୁଲ ରହୁଛି ଆଜ୍ଞା ଯେ ଯୋଉ କମ୍ପ୍ରମାଇଜ କରୁଛନ୍ତି ମୌଖିକରେ କରୁଛନ୍ତି, କାଗଜ ପତ୍ର କରୁନାହାନ୍ତି। କାଗଜ ପତ୍ର କଲେ ଉଭୟ ପକ୍ଷଙ୍କର ଭୟ ରହିବ। ଜାଗା ମଣ୍ଡଳରେ କାଗଜ ପତ୍ର ଉପରେ ଆପଣ କମ୍ପ୍ରମାଇଜ କରିବେ ତାହେଲେ ଉଭୟ ପକ୍ଷଙ୍କ ଭୟ ରହିବ। ଆପଣ ମୌଖିକରେ କରୁଛନ୍ତି। ଶାନ୍ତି ରଖିବା ପାଇଁ ଆଜ୍ଞା ଆପଣ ନିଶ୍ଚିତ ଭାବରେ ପଦକ୍ଷେପ ନେବେ। ଆଉ ସେ ଯୋଉ ଜାଗାକୁ, ଏଇଟା ଆମର ସମସ୍ତଙ୍କ ତରଫରୁ ଅନୁରୋଧ, ସେ ଜାଗାକୁ ଯୋଉ ଲୋକ ଆସୁଛନ୍ତି ସେମାନେ କେତେ ଦୂରଟି ସ୍ଥାୟୀ ବାସିନ୍ଦା ସେଇଟା ଆଗ ଦେଖାଯାଉ। ନହେଲେ ସେମାନଙ୍କ ବିରୁଦ୍ଧରେ ଆମେ ଅଟଙ୍ଗ କରିବା। ମୁଁ ପୁରୀ ଜିଲ୍ଲା ନୁହେଁ, ଓଡ଼ିଶାରେ 5ଟି କେସ୍ ଜିତିଛି ମଧ୍ୟ। ଆଉ ଦରକାର ପଡ଼ିଲେ ସେଇଟା ବି ଜିତିଯିବ। ମୁଁ ଆପଣଙ୍କୁ ଖରାପ ଭାବିବେନି, ଆପଣ ବୟସରେ ମୋତେ ବଡ଼ ହେବେ। ଯଦି ମୋର ଏଇ ଯୋଉ ଲୋକଙ୍କ ଉପରେ କାହା ଉପରେ ସେମାନେ ଟର୍ଚର କରନ୍ତି, ବାଡ଼ାନ୍ତି, IIC ମହୋଦୟ ଆପଣ ଏ ଅଞ୍ଚଳରେ ଜଣେ ଭଲ ଲୋକ ବୋଲି ଆଜ୍ଞା ଇଏ କହୁଛନ୍ତି ମୋତେ, କିଏ ପ୍ରଧାନ ପ୍ରଦାନ କରୁଛନ୍ତି। IIC ବହୁତ ସୁଖ ଲୋକ, ନ୍ୟାୟବନ୍ତ ଲୋକ ଏବଂ ତହସିଲଦାର ମଧ୍ୟ ଯିଏକି ଏରିଆରେ ଶାନ୍ତି ପାଉଛି। କିନ୍ତୁ ଏମାନଙ୍କୁ ଯଦି କୋଉଦିନ ବାଡ଼ାନ୍ତି, ମୁଁ ଆପଣଙ୍କୁ କ୍ଷମା କରୁଛି, କହିବାକୁ ବାଧ୍ୟ ହେଉଛି। ମୁଁ ଆଉ ସେ ଲୋକଙ୍କ ନାଁରେ କେସ୍ କରିବି, ମୁଁ ଆପଣମାନଙ୍କ ନାଁରେ କେସ୍ କରିବି।
हाय गाइस ए बार्ताटा किंतु तपी मिश्र जानिया कथा देखंतु आ गाँ गहल मार्केट रे सब एरिया रे ओडिशा सारा रैली होची देखि पारथिबे आपन मानको देखौची आ तपी मिश्र गलु आ मरलु